ଅନୁବାଦ କରୁନଥିଲେ, ଯାହାକି ଇଂରାଜୀରେ କୁହନ୍ତି ବ୍ରୁଟଲି କଲାବେଳକୁ ବେଳେବେଳେ କବିତାରେ ଏମିତି ଦଶା ହୁଏ। କବି ଦ୍ୱିତୀୟ ଥର ପଢ଼ିଲା ବେଳେ ସେଇଟା କବିତାର ହେଲା, ଦ୍ୱିତୀୟ ଥର କବିତା ହେଲା। ଆଉ ତୃତୀୟ ଥରଟା କେତେବେଳେ ଲେଖା ହୁଏ? ଯେତେବେଳେ ଆପଣମାନେ ପଢ଼ନ୍ତି, ଆମମାନେ ପଢ଼ୁ, ପାଠକ ଯିଏ ଯେତେବେଳେ ପଢ଼େ ସେତେବେଳେ ସେ କବିତା ସାଙ୍ଗେ ସହମତ ହୁଏ, ନ ହେଇପାରେ। ନ ହେଇପାରିଲେ ତା ଭିତରେ ସେ କବିତା ସମ୍ପର୍କରେ ଗୋଟେ ଭାବନା ଆସେ, ଯେଉଁ ଭାବନା ସେ କବିତାଟାକୁ କମ୍ପ୍ଲିଟ୍ କରେ। ମାନେ ମଣିଷର ନିଜସ୍ୱ ଭାବନା ଏମିତି ହେଇପାରେ ଯେ ସେ ରମାକାନ୍ତ ରଥଙ୍କ କବିତାକୁ ବି ବିଶୁଦ୍ଧ କରିବାକୁ ଚେଷ୍ଟା କରେ। କାରଣ ପାଠକ ସାର୍ବଭୌମ୍ୟ ତା ହାତରେ ଅଛି, ତାର କ'ଣ ଯାଏ ଆସେ କବି କେତେ ବଡ଼ ଆଉ ସେ କେଉଁ ଆୱାର୍ଡ଼ ପାଇଛି। ତାକୁ କେବଳ ଦରକାର ତା ମନର ମାପକାଠି ଅନୁସାରେ ସେ କବିତା ହେବା କି ନାହିଁ। ସେଥିପାଇଁ